हेलो हाय। आज मुझे कहती ना प्रिंसेस कटर आगटा फ्रंटा देखी बोली। देख फ्रंट कटिंग अलरेडी काटी देती। देख मुझे काटी जोटा काटी देती जॉइन कर देखी दूसरी देखिए यहाँ मैं पद्म कटिंग कर पद्म पाखुड़ा परी देखा मुझे काटिक उड़े देखा जेहेतु मुझे अस्त्र काटी ठीक है ना मेन कपड़ा पकई जॉइन कले फिनिशिंग कले भल देखा है। ଏବେ କ'ଣ କରିବା ନା ଆମେ ମେନ୍ କପଡ଼ାରେ ଆମେ ଏଇଟା ପକେଇକି ସିଲେଇ କରିବା। ଏବେ ଦେଖ ଏଇଟା କପଡ଼ା ଖସିବନି ବୋଲି ମୁଁ ମେନ୍ କପଡ଼ା ପକେଇଛି ଖସିବନି ବୋଲି ପିନ୍ ସାଇଡ଼୍ ମାରି ଦେଇଛି କପଡ଼ା ଖସିବନି ସିଲେଇ ପାଇଁ କିଛି ଅସୁବିଧା ହେବନି। ଏବେ ସିଲେଇ କରିବା। ଏବେ ଆମର ସିଲେଇ ଅଲରେଡ଼ି ହେଇଗଲା ହେଲା। ଦେଖ ଆମେ କୋଣଟା କେମିତି କାଢ଼ିବା ଫିନିସିଂ କରିକି ଆମେ ଏଇଟା ଫୋଲ୍ଡିଂ କରିଦେଇଛି। ଯଦି ଚାହିଁବେ ପେଷ୍ଟିଂ ପେପର ଆପଣ ନେଇପାରିବେ। ମୁଁ ଏଇଟା ପେଷ୍ଟିଂ ପେପର ନେଇନି ମୁଁ ଡାଇରେକ୍ଟ ଅସ୍ତ୍ର ଆଉ କପଡ଼ାରେ କାଟିକି ଦେଖି। ଏବେ ଆମେ କ'ଣ କରିବା ନା ଏଇଟା ମୁଁ ଏବେ କାଟିଦେବି। मेन अपने कोणटा मेन है बाहर दरकार ना फिनिशिंग आसबनी ये जना पड़ोनी जो डिजाइन हो आम छोट छोट कट पीस ये नहीं जावा। देख ये जगटा देख मैं कोणटा काटुची जो फिनिशिंग आसो सहित देखा डिजाइन बोली काटू काटू कपड़ा काटिदेवी देखिए हल्के से काटे नहीं आम कट पीस देदेबा जो कपड़ा बाहर आसिक किसी असुविधा फिनिशिंग आसो है। आम टिप्स काटिदेबा। मुझे आग बटा प्लेन कर बोताम पछपट बोताम हुक लगे फोल्डिंग कर दी। देख फोल्डिंग कर आम चाप पकईद आग ना जो खसब चाप पकई दूसरी मुझे है आप हल्के से धरिक चाप पकेबे। आ चाहिए आप पाइपिंग बसई पारे मुझे पाइपिंग बसौनी वो कटिंग कर सारा मुझे लेंस सब जो बसैबी जदि मो वीडियो आपको भल लगे प्लीज लाइक शेयर कमेंट निहात करेंगे सब्सक्राइब करेंगे जो भी फास्ट लास्ट देखिए कोड भी क्लिक करेंगे। देखो मुझे चाप पकई दूसरी फिनिशिंग आसापा देख भी आम फिनिशिंग हो गला है कटिंग आम फिनिशिंग है। लेंस पकेबी मुझे चाप पकई दीजिए आम साइड भी आम चाप पकईदेवा पछपट।
ଆମର ହେଇଗଲା ଚାପ ଦେଇଦେବି ଆଉ ଯାହା ଅଛି ଫିନିଶିଂ କପଡ଼ା ଆମେ ସାଇଡ଼ରେ କାଟିଦେବା ହେଲା ସବୁ ଆମେ କାଟିଦେବା ଦେଖ ମୁଁ ଚାପ ପକେଇ ଦେଇଛି ଏଇଟା ବି ସାଇଡ଼ରେ ଆମର ଯେଉଁ ଏଇଟା ବି ଚାପ ପକେଇ ରଖିଦେଇଛି ଏମିତି ଆମେ କ'ଣ କରିବା ନା ଏଇଟା ଆମେ ଜଏନ୍ କରିବା ହେଲା ଏମିତି ଆମେ ଏଇଟା ଜଏନ୍ କରିବା କେମିତି ଜଏନ୍ କରୁଛେ ଚାଲ ଦେଖିବା ଏଠି ଆପଣ ଚାହିଁଲେ ପାଇପିଂ ନେଇକି ଶୋ ପାଇଁ ସାଇଡ଼୍ ବି ନେଇପାରିବେ ମୁଁ ସିମ୍ପଲ୍ ବନେଇଛି କିନ୍ତୁ ଚାହିଁଲେ ଆପଣ ନେଇପାରିବେ ଦେଖ ଏଇଟା କେମିତି ଆମେ ଜଏନ୍ କରୁଛେ ଦେଖ ଆମେ ତିନି ଚାରି କାଟି ଦେଇଥିଲେ 3 ଇଞ୍ଚ ସେଟା ଆମେ କେମିତି ଜଏନ୍ କରୁଛେ ଏଇଟା ଆମେ ତଳ ପଟୁ ହିଁ ନେବା ହାତ ହାଲକା କରିକି ଆପଣ ରାଉଣ୍ଡ ବୁଲେଇବେ ନହେଲେ କପ୍ର ସାଇଜ୍ଟା ବାହାରିବନି ଆମର ଏବେ ଏଇଟା ହେଇଗଲା ଯେଉଁଠି ଆମେ ଟିପ୍ସ ଦେଇଥିଲେ ଏଇଟା ଆମର ଏଇପଟେ ଦେଖ ଆମେ ଯେମିତି ଲଗେଇଦେଲେ ଏଇପଟେ ବି ଆମେ ସେମିତି ଲଗେଇବା ଏପଟେ ଆମର ବାହାରିଲା ଦେଖିଲ ଦୁଇଟା ଟିପ୍ସ ଆମେ କିନ୍ତୁ ବାହାରିଲା କପ୍ଟା ଆମର ବାହାରିଛି ଏବେ ଆମେ କ'ଣ କରିବା ନା ଏଇଟା ଆମେ ତଳ ସାଇଡ଼୍ଟା ଆମେ ପଟି ଲଗାଇବା ଯେହେତୁ ଏଇଟା ମୁଁ ଫୋଲ୍ଡିଂ କରିଦେଇଛି ଏଇଟା ପଟି ଲଗେଇନି ଏଇଟା ଫୋଲ୍ଡିଂ କରିଦେଇଛି ଆଉ ଏପଟେ ଆମେ ପଟି ଲଗାଇବା ଏଇଟା ପଟିଟା ମୋ ଅସ୍ତ୍ରରେ ହିଁ ନିଆଯିବ ତେର୍ଛା ନେଇପାରିବ ସିଧା ବି ନେଇପାରିବ ଏଇଟା ଯଦି ସିଧା ଅଛି ମୁଁ ଏଇଟା 1.5 ଇଞ୍ଚ ନେଇକି କପଡ଼ା ଅସ୍ତ୍ରଟା କାଟିଛି ଲମ୍ବା ଏଠି ଫୋଲ୍ଡିଂ କରିବା ପାଇଁ এইপটে যে দেখাইলে আপনার হাফ সিলাই করে আপনার দেখেবি যে কেতরে বি কপড়া কাটিপারে মুझे হাফ ইঞ্চি এপটে হাফ ইঞ্চি লাগে নেই এইটা আমি করদেছি দেখো এটা কেমিতি আমি এটা ফিনিশিং আসবে দেখো আমি এটা টিকে স্লোরে লুচাই দিয়েছি এটা साइड पे आम टे स्लोरे लुचाई देवा जहाँ रहा कपड़ा फिनिशिंग काटिदेवा काट भर भी फोल्डिंग रही अधिक कपड़ा रही काटिदेवा এটা আমি কম করে তারপরে আমি চাপ পকাই দেওয়া আমার এটা হয়ে গেল এবার আমি ফোল্ডিং করা এটা আপনার চাই হাতের भी হেমিং କରିପାରିବେ ଅସ୍ତ୍ର ମେସିନ୍ କରି ମେସିନ୍ ପକାଇ ଦେଉଛି ଯେହେତୁ ମୋ ପାଖରେ ଟାଇମ୍ ନାହିଁ ବହୁତ ଲଙ୍ଗ ହାତ ମେସିନ୍ ପକାଇ ଦେଉଛି ହେଇଗଲା ଆମର ଫିନିଶିଂ ଏଠି ଆମେ ଲେନ୍ସ ପକାଇବି ଏପଟେ ସାଇଡ୍ ଲେନ୍ସ ପକାଇବା ଏବେ ଆମେ କ'ଣ କରିବା ନା ଆମେ ଲେନ୍ସ ପକାଇବା ଆଗ ପଟଟା ଆଉ ତଳ ପଟା ବି ଲେନ୍ସ ପକାଉଛି ଦେଖ ମୁଁ କେମିତି ପକାଉଛି ଲେନ୍ସଟା ଲେନ୍ସ ପୁରା ନେଇଯାଇଛି ଦେଖ
ଯେତେବେଳେ ଆମେ କଣରେ ଦେଖିକି କଣଟା ଆମେ କ'ଣ କରିବା ନା ଏଇଠି ଆମେ ସ୍ଲୁପ୍ରେ ଆମେ ଏଇଟା ଜଣା ହିଁ ପଡ଼ିବନି ଏଇଟା କଟିଂଟା ବୋଲି। ଦେଖ ଦେଖ ଆମର ହେଇଗଲା। ଏଇଠି ଆମେ ଚାହିଁଲେ ଆଉ ଗୋଟେ ଡବଲ ବି ଆଉ ଥରେ ଲେନ୍ସ ପକେଇ ସରି ଲେନ୍ସ ସିଲେଇ ଆଉ ଗୋଟେ ପକେଇ ପାରିବେ। ଆମେ କ'ଣ ତଳଟା ବୋଧେ ବ୍ରାଉନ୍ କରି ନା ତଳଟା ପକେଇଦେବା। ଏବଂ ତଳଟାକୁ ହିଁ ପକେଇ ଦେଉଛି। ଏବେ ଦେଖ ଆମର ହେଇଗଲା ପ୍ରିନ୍ସେସ୍ ବ୍ଲାଉଜ୍ର ଫ୍ରଣ୍ଟଟା ଆମେ ଦେଖେଇଲି। ଏବେ ହେଇଗଲା ଦେଖ ଏଇଟା ଆମର ଡିଜାଇନ୍ ବି କଟିଂ ହେଇଗଲା। ତା ସହିତ ଆମେ ଲେନ୍ସ ବି ବସେଇଲେ, ଆମ ତଳ ବି ପଟି ବି ଲେନ୍ସ ବସେଇଲେ। ଆଉ ଆମେ ଦେଖ ପପ୍ଟା ଆମର କ୍ରୁସ୍ ପପ୍ଟା ଆମର ବାହାରିଛି ହେଲା। କେମିତି ଲାଗୁଛି ପ୍ଲିଜ୍ ଲାଇକ୍ କରି ନିହାତି କରିବେ, ସବସ୍କ୍ରାଇବ୍ କରିବେ। ଆଉ ଯଦି ମୋ ଭିଡ଼ିଓ ଭଲ ଲାଗୁଥିବ ପ୍ଲିଜ୍ ସପୋର୍ଟ କରନ୍ତୁ। ରହୁଛି ବାଏ।